ସାଙ୍ଗମାନେ ଆଜିର ଏହି ଦୁନିଆରେ ପାଖାପାଖି ସମସ୍ତେ କୌଣସି ନା କୌଣସି ଚିନ୍ତାରେ ବୁଡ଼ି ରହୁଛନ୍ତି। ଫ୍ୟୁଚର ଟେନସନ୍, କ୍ୟାରିୟର ପ୍ରେସର, ମନି ପ୍ରୋବ୍ଲେମ୍, ରିଲେସନସିପ୍ ପେନ୍, ଡିପ୍ରେସନ୍, ଆଞ୍ଜାଇଟି ଏସବୁ ଜିନିଷ ଧୀରେ ଧୀରେ ମଣିଷର ମନର ଶାନ୍ତିକୁ ନଷ୍ଟ କରିଦେଉଛି। ଏହି ଭିଡ଼ିଓରେ ତୁମେ ଜାଣିପାରିବ ଚିନ୍ତା କ'ଣ, ମଣିଷ କାହିଁକି ଅଧିକ ଚିନ୍ତା କରେ, ଅଧିକ ଚିନ୍ତା କରିବା ଦ୍ୱାରା ଆମର କ'ଣ ଅସୁବିଧା ହୁଏ, ଆଞ୍ଜାଇଟି ଓ ଡିପ୍ରେସନ୍ କେମିତି ଆସେ, ଚିନ୍ତାରୁ ମୁକ୍ତି କେମିତି ମିଳିବ। ଯଦି ତୁମେ ମେଣ୍ଟାଲି ଟାୟାର୍ଡ ଫିଲ୍ କରୁଥାଅ ତାହେଲେ ଏହି ଭିଡ଼ିଓ କେବଳ ତୁମ ପାଇଁ। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଏହାକୁ ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବେ। ତେବେ ଚାଲନ୍ତୁ ଆଜିର ଏହି ଭିଡ଼ିଓକୁ ଷ୍ଟାର୍ଟ କରିବା। ସାଙ୍ଗମାନେ, ଆଜି ଆମେ ଯେଉଁ ଟପିକ୍ ଉପରେ ଆଲୋଚନା କରିବାକୁ ଯାଉଛୁ ନା, ସେହି ଜିନିଷ ଧୀରେ ଧୀରେ ଆଜିର ଯୁବପିଢ଼ିମାନଙ୍କର ମନକୁ ଖାଇଦେଉଛି। ଆଉ ସେଇଟା କ'ଣ ଜାଣିଛନ୍ତି? ସେଇଟା ହେଉଛି ଚିନ୍ତା। ସାଙ୍ଗମାନେ, ଚିନ୍ତା କ'ଣ ଜାଣନ୍ତି? ଚିନ୍ତା ହେଉଛି ସେହି ଅଦୃଶ୍ୟ ଭାର ଯାହା ମଣିଷର ମନକୁ ଧୀରେ ଧୀରେ ଦୁର୍ବଳ କରିଦିଏ। ବାହାରୁ ତ ମଣିଷ ନର୍ମାଲ ଦେଖାଯାଏ, କିନ୍ତୁ ଭିତରୁ ତା ମାଇଣ୍ଡ ଭିତରେ ହଜାର ପ୍ରକାରର ଝଡ଼ ଚାଲୁଥାଏ। ସାଙ୍ଗମାନେ, ଆଜିକାଲି ଅଲମୋଷ୍ଟ ସମସ୍ତେ ଚିନ୍ତା ଭିତରେ ଅଛନ୍ତି। ଷ୍ଟୁଡେଣ୍ଟ ଫ୍ୟୁଚରକୁ ନେଇ ଚିନ୍ତାରେ, ପ୍ୟାରେଣ୍ଟସ୍ ମନିକୁ ନେଇ ଚିନ୍ତାରେ, ୟୁଥ୍ କ୍ୟାରିୟରକୁ ନେଇ ଚିନ୍ତାରେ, ଆଉ କେହି କେହି ରିଲେସନସିପ୍ ପେନ୍ରେ ମଧ୍ୟ ଭାଙ୍ଗି ଯାଉଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ମଣିଷ ଏତେ ଚିନ୍ତା କାହିଁକି କରେ? ସାଙ୍ଗମାନେ, କାରଣ ମଣିଷ ଫ୍ୟୁଚରକୁ କଣ୍ଟ୍ରୋଲ କରିବା ପାଇଁ ଚାହେଁ। ସେ ଭାବେ କାଲି କ'ଣ ହେବ, ମୁଁ ସକ୍ସେସଫୁଲ୍ ହେବି ନା ନାହିଁ, ଲୋକମାନେ ମୋ ବିଷୟରେ କ'ଣ ଭାବୁଛନ୍ତି। ଆଉ ଏହି ଓଭର ଥିଙ୍କିଂ ଧୀରେ ଧୀରେ ଚିନ୍ତାରେ ପରିଣତ ହୋଇଯାଏ। ସାଙ୍ଗମାନେ, ସବୁଠାରୁ ଡେଞ୍ଜରସ୍ କଥା କ'ଣ ଜାଣନ୍ତି? ଚିନ୍ତା ପ୍ରଥମେ ମନକୁ ଖାଏ ଆଉ ତାପରେ ଶରୀରକୁ ଖାଏ। କଥାରେ ଅଛି ପରା, ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଅଧିକ ଚିନ୍ତା କରୁଥିବା ମଣିଷ ରାତିରେ ଠିକ୍ ଭାବରେ ଶୋଇପାରେନି। ମାଇଣ୍ଡ ସବୁବେଳେ ଟାୟାର୍ଡ ଫିଲ୍ କରେ, କୌଣସି କାମରେ ଫୋକସ୍ ରହେନି। ଧୀରେ ଧୀରେ ଆଞ୍ଜାଇଟି ଷ୍ଟାର୍ଟ ହୁଏ, ଡିପ୍ରେସନ୍ ଆସେ, ହାର୍ଟ ଭିତରେ ଭୟ ଭରିଯାଏ। ଆଉ କେବେ କେବେ ମଣିଷ ନିଜକୁ ୟୁଜଲେସ୍ ଫିଲ୍ କରିବା ଆରମ୍ଭ କରେ। ସାଙ୍ଗମାନେ, ତୁମେ କେବେ ନୋଟିସ୍ କରିଛ, ଯେତେବେଳେ ମନରେ ଅଧିକ ଚିନ୍ତା ଥାଏ ସେତେବେଳେ ଗୋଟେ ଛୋଟିଆ ପ୍ରୋବ୍ଲେମ୍ ବି ଗୋଟେ ବିରାଟ ବଡ଼ ପାହାଡ଼ ଭଳି ଲାଗେ। କାରଣ ଚିନ୍ତା ମଣିଷର କନଫିଡେନ୍ସକୁ ଖାଇଦିଏ। ସାଙ୍ଗମାନେ, ଗୋଟେ କଥା ମନେ ରଖ, ଚିନ୍ତା କଲେ କୌଣସି ପ୍ରୋବ୍ଲେମ୍ ସଲ୍ଭ ହୁଏନି। ଯଦି ଏମିତି ଚିନ୍ତା କରିକି ସବୁ ଜିନିଷ ଠିକ୍ ହେଇଯାଉଥାନ୍ତା ତାହେଲେ ଦୁନିଆରେ କେହି ବି ଦୁଃଖୀ ରହୁନଥାନ୍ତେ। ସତ କ'ଣ ଜାଣନ୍ତି ସାଙ୍ଗମାନେ? ଚିନ୍ତା କେବଳ ଆଜିର ଶାନ୍ତିକୁ ଚୋରି କରେ। ଆଜିର ଶାନ୍ତି ମାନେ ବର୍ତ୍ତମାନ ପ୍ରେଜେଣ୍ଟର ଶାନ୍ତିକୁ ଚୋରି କରିନିଏ ଆଉ ମଣିଷକୁ ମେଣ୍ଟାଲି ୱିକ୍ କରିଦିଏ। ସାଙ୍ଗମାନେ, ତାହେଲେ ଏଥିରୁ ମୁକ୍ତି କେମିତି ମିଳିବ? ପ୍ରଥମ କଥା, ସବୁକିଛି ତୁମ କଣ୍ଟ୍ରୋଲରେ ନଥାଏ। ଜୀବନରେ କେବେ ଫେଲୁଅର ଆସିବ, କେବେ ପେନ୍ ଆସିବ, କେବେ ଲୋକମାନେ ହର୍ଟ କରିବେ। ଏସବୁ ନର୍ମାଲ କଥା। ସେଥିପାଇଁ ପ୍ରତ୍ୟେକ ଜିନିଷକୁ ଓଭର ଥିଙ୍କ କରନି। ଦ୍ୱିତୀୟ କଥା, ମୋବାଇଲ ଆଉ ନେଗେଟିଭ୍ କଣ୍ଟେଣ୍ଟ ଠାରୁ ଦୂରେଇ ରୁହ। ଆଜିକାଲି ସୋସିଆଲ ମିଡ଼ିଆ ମନର ଶାନ୍ତିକୁ ସବୁଠୁ ଅଧିକ ଡିଷ୍ଟ୍ରୟ କରୁଛି। ଲୋକମାନଙ୍କ ଫେକ୍ ହ୍ୟାପିନେସ୍କୁ ଦେଖିକି ଆମେ ନିଜକୁ କମ୍ପେୟାର କରୁଛୁ ଆଉ ତାପରେ ନିଜ ଲାଇଫକୁ ୟୁଜଲେସ୍ ବୋଲି ଭାବୁଛୁ। ସାଙ୍ଗମାନେ, ତୃତୀୟ କଥା, ନିଜ ମାଇଣ୍ଡକୁ କାମ୍ କରିବା ଶିଖ। ମାନେ ନିଜ ମାଇଣ୍ଡକୁ ଶାନ୍ତ କରିବା ଶିଖ। କେବେ ନେଚର ଭିତରେ ୱାକ୍ କର, କେବେ ମାଆଙ୍କ ସହ ବସିକି କଥା ହୁଅ, କେବେ ନିଜକୁ ଟାଇମ୍ ଦିଅ, ଆଉ ସବୁଠୁ ଇମ୍ପୋର୍ଟାଣ୍ଟ, ଭଗବାନଙ୍କ ଉପରେ ଭରସା ରଖ। କାରଣ ସାଙ୍ଗମାନେ, ସବୁକିଛି ଆମ ହାତରେ ନଥାଏ। କେବେ କେବେ ଜୀବନରେ କିଛି ଜିନିଷକୁ ସମୟ ଉପରେ ଛାଡ଼ି ଦେବାକୁ ପଡ଼େ। ମନେ ରଖ, ତୁମେ ଏବେ ଯେଉଁ ଷ୍ଟ୍ରଗଲ୍ କରୁଛ ସେଇ ଷ୍ଟ୍ରଗଲ୍ ସବୁବେଳେ ରହିବନି। ଆଜି ଯେଉଁ ପେନ୍ ଅଛି ସେଇ ପେନ୍ ମଧ୍ୟ ଗୋଟେ ଦିନ ଚାଲିଯିବ। ସେଥିପାଇଁ ଅଧିକ ଚିନ୍ତା କରନି ସାଙ୍ଗମାନେ, କାରଣ ଜୀବନରେ ଯାହା ହେବାକୁ ଥିବ ନା ସେଇଟା ନିଶ୍ଚିତ ଭାବରେ ହେବ। କିନ୍ତୁ ଯଦି ତୁମେ ପ୍ରତିଦିନ ଚିନ୍ତା ଭିତରେ ବୁଡ଼ିକି ରହିବ
ଚିନ୍ତା ଭିତରେ ବୁଡ଼ିକି ବଞ୍ଚିବ ତାହେଲେ ଜୀବନର ସୁନ୍ଦର ମୁହୂର୍ତ୍ତ ଗୁଡ଼ିକୁ ତୁମେ କେବେ ବି ଫିଲ୍ କରିପାରିବନି। ସେଥିପାଇଁ ସ୍ମାଇଲ୍ କର, ନିଜକୁ ଷ୍ଟ୍ରଙ୍ଗ ରଖ, ଆଉ ମନେ ରଖ ଏଇ ସମୟ ମଧ୍ୟ ଦିନେ ଚାଲିଯିବ। ଜୟ ହିନ୍ଦ।